ହଁ ସାର୍ ଭଲ ଅଛି କୁହନ୍ତୁ। କଣ ସାର୍ ପୋଲିସ ଭରସାରେ ଜନସାଧାରଣ ଚାରି ପ୍ରହର ନିଶ୍ଚିନ୍ତରେ ଶୋଉଛନ୍ତି। ଆଜି ଆପଣଙ୍କ ଥାନା ଅଧୀନରେ ଏତେ ବଡ କାଣ୍ଡ ହେଇଯାଉଛି ସାର୍, ଭାରି ଦୁଃଖ ଲାଗୁଛି ଦେଖିଲା ପରେ। ଓଡିଶା ପୋଲିସ ଆଉ କମିଶନରେଟ ପୋଲିସ ଉପରେ ଟିକେ ସାର୍ ଇଏ ଲାଗୁଛି। କେମିତି ସାର୍ ନିର୍ଦୟ ହେଇଯାଉଛନ୍ତି ସାର୍ ଆପଣ ଏତେ। ଆପଣ ସାର୍ ଜାଣିଛନ୍ତି ତ ଯୋଉଟା ଗାଡି 5 ଜଣର ଘଟଣାଟା ଘଟିଥିଲା ଯୋଉ 10ଟା 11 ଟାଇମ ରେ। ସେ ଭିଜୁଆଲ ଟା ସାର୍ ମୋ ପାଖକୁ ଆସିଛି, ଜଣେ ପଠେଇଲେ ମତେ ପିଲା ସେଇ ବାଲିପାନାର। ସେ ଯୋଉ ନିର୍ମଳ ବେହେରା ବୋଲି ଜଣେ କିଏ ଗାଈ ସାର୍, ତାଙ୍କ ଗୁହାଳ ଟିକେ ଅଧିକ ଜାଗା ନାହିଁ। ଅଧିକ ଗୋରୁ ହେଇଗଲା ପରେ ସେ ସାରା ବିକି ଦଉଥିଲା। ଅଭାବି ଲୋକ ଜାଣିଥିବେ, ଆମର ଲୋକ ଗୁଡା ସବୁ ଗରିବ ଲୋକ ଟିକେ। ସାର୍ ସେଟା ବିକାବିକି କରିବ ବୋଲି ତାକୁ ଦେଇଥିଲା ଗୋଟେ ମୁସଲିମ କମ୍ୟୁନିଟି ଗୋଟେ ଲୋକକୁ, ବୁଝିଲେ ନା ସାର୍। ଆଉ ସେ ତାକୁ ନେଇକି ଯାଉଥିଲା, ତାକୁ କିଛି ବାଟରେ ହେଇଛି ଆମର ଗାଡି 5 ଛକଟେ, ତାକୁ କିଛି ବଜରଙ୍ଗ ଦଳର ଯୁବକ ମାନେ ତାକୁ ବାଡା ବାଡି କଲେ ସାର୍। ଆଉ ମାନେ ଆପଣ ତ ଜାଣିଥିବେ, ଆପଣ ଗୁଗୁଲରେ ସାର୍ ସର୍ଚ୍ଚ କରିବେ। ବର୍ତ୍ତମାନ ଇଣ୍ଡିଆ ବର୍ତ୍ତମାନ 1 ନମ୍ବରରେ ଅଛି ଗୋ ସପ୍ଲାଇ ରେ। ଗୋ ମାଂସ ସପ୍ଲାଇ ରେ 1 ନମ୍ବରରେ ଅଛି। ଶ୍ରୀ ନରେନ୍ଦ୍ର ମୋଦି, ଅନରେବୁଲ ନରେନ୍ଦ୍ର ମୋଦି ବାହାର ଦେଶକୁ ଯାଇକି ହାଲାଲ ସାର୍ଟିଫିକେଟ ଆଣୁଛନ୍ତି ଗୋ ବେପାର କରିବା ପାଇଁ, ଗୋ ମାଂସ ବେପାର କରିବା ପାଇଁ। କିନ୍ତୁ ଆଜି ଆମେ ଦେଖୁଛୁ କଣ ସେଇପାରିବ କରାଯାଉଛି ହେଲା। ନା ସାର୍ ସେ କଥା ନାଇଁ, ମାନେ ରିଅଲ ଫ୍ୟାକ୍ଟ ସାର୍ ମୁଁ କହିଲି। ବର୍ତ୍ତମାନ ଯେତେବେଳେ ଦେଶରେ ଯେତେବେଳେ ଗୋଚାଳନା ହଉଛି, ଏଠି କିଛି ଅନ୍ଧଭକ୍ତ ଆଉ ଗୋମାତା କହିକି ଅନ୍ୟମାନଙ୍କୁ ବାଡାଉଛନ୍ତି, ଗରିବ ଲୋକ ମାନଙ୍କୁ ବାଡା ବାଡି କରୁଛନ୍ତି। ଠିକ ଅଛି ମୁଁ ଦେଖୁଛି। ଆଇନ